ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଆରମ୍ଭ କଲୁ ଏବଂ ମୁଖ୍ୟମନ୍ତ୍ରୀ ପଳେଇଲେ ପୁଣି ଘଣ୍ଟାଏ ପୁଣି ଫେରିଲେ ଅଖିଆ ଆପିଆ ବସିଥିଲୁ ଆମକୁ ଟିକେ ଶେଷରେ ଦୟା କରିକିରି ଦହିବରା ଆଳୁଦମ ଟିକେ ଦେଲେ ଖାଇବା ପ୍ରାଞ୍ଜଳ ଭାବରେ ତିନୋଟି ଦାବି ପୂର୍ବାପର ସଂଗତି ସହିତ ଆମେ ଫେସ୍ କରୁଥିବା ପ୍ରୋବ୍ଲେମ ଛଟେଇ ବିଭିନ୍ନ ସରକାରଙ୍କର ଉଦାହରଣ ସବୁ ପ୍ରାଞ୍ଜଳ ଭାବରେ କହିଲା ପରେ ସେ କହିଲେ ଯେ ମୁଁ 23 ମସିହାରୁ ସବୁ କଥା ଜାଣିଛି। ଅନେକ କନସେପ୍ଟ ତାଙ୍କର ବେଳେ ବେଳେ ଭୁଲ ଆମେ ଦେଖିଲୁ ଯେ ଏଜେନ୍ସି ମାନେ ଭୁଲ କରୁଛନ୍ତି। ଆମେ କହିଲେ ଏଜେନ୍ସି କାହିଁ ଭୁଲ କରିବ? ଏଜେନ୍ସି ମାନେ ତ ଆମ ମୁଣ୍ଡ ନିଲାମ କରି ପଇସା ନେଉଛନ୍ତି। ଏଜେନ୍ସି ମାନେ ଭୁଲ ନାହିଁ, ଅଫିସର ମାନେ ଲେଖି ଦଉଛନ୍ତି ମୋର ଦରକାର ନାହିଁ। ଏଇ ଦେଖନ୍ତୁ ମିଶନ ଡାଇରେକ୍ଟର କଣ ନା ସେଇଟା କିଏ ଅଛି ଆମେ କହିଲୁ, ଆମେ ବୁଝେଇଲୁ। ଡି ବୃନ୍ଦା ଅଛନ୍ତି 4-5 ବର୍ଷ ରହିକିରି ସକାଳୁ ଉଠିଲେ ଏମିତି ଗୋଟେ ଗୋଟେ ଛଟି ଅର୍ଡର କରୁଛି। ଆମର ଏମିତି ସ୍ୱାସ୍ଥ୍ୟ ବିଭାଗରେ ସହିତ ଅନ୍ୟାନ୍ୟ ବିଭାଗରେ ସ୍ୱାସ୍ଥ୍ୟ ବିଭାଗରେ ମାସିବ ହେଇଛନ୍ତି, ଅନ୍ୟାନ୍ୟ ବିଭାଗରେ କିଛି କିଛି ହେଇଛନ୍ତି। 4000 କଥା କହିଲୁ ନାହିଁ ଧରିଯିବ କାଳେ, ସେଥିପାଇଁ କହିଲୁ 1200ରୁ 1400 ଭିତରେ ଛଟେଇ ହେଇଛନ୍ତି। ତାଙ୍କର ଯିଏ ଆଡିସନାଲ ସେକ୍ରେଟାରୀ ତାଙ୍କୁ ଡକାଗଲା, କହିଲେ ଏ ଅର୍ଡର କେମିତି ରିଭୋକ ହବ ପିଲାମାନଙ୍କ ଉପରୁ ବୁଝ। ଛଟେଇ ଉପରେ ତାଙ୍କର ନିର୍ଦ୍ଦିଷ୍ଟ କଥା ହେଲା ଯେ ଯେତେବେଳେ ମତେ ଦାୟିତ୍ୱ ଦେଲେ ଏବଂ ଛଟେଇ କଥାଟା ଲେଖିଛ କୋଉ କୋଉ ପର୍ଯ୍ୟାୟରେ କେମିତି ଛଟେଇ ହେଇଛନ୍ତି ସେଇଟା କଣ ମୁଁ ଆଉ ତା ଭିତରେ ବୁଝିପାରିଲିନି। ମତେ ଆପଣମାନେ ବେଶୀ ଏଲାବୋରେଟ୍ କରୁଛନ୍ତି। ଆମେ କଣ କହିବୁ ପିଲାଙ୍କୁ ନା ଗୋଟିଏ ତାଙ୍କର 2 ମାସ ଭିତରେ ସେ ଆମର ଏ କାର୍ଯ୍ୟ ସାରିବେ ଏବଂ ତାଙ୍କର ଯିଏ ଆଡିସନାଲ ସେକ୍ରେଟାରୀ କହିଲେ ଗୋଟେ ନୋଟିସ କର ମିନିଷ୍ଟର କମିଟି ସହିତ ସେକ୍ରେଟାରୀ ଫେକ୍ରେଟାରୀ ରଖିକି ତାଙ୍କର ଗୋଟେ ମିନିଷ୍ଟର କରିବେ। ଯାହା ସଞ୍ଜୟ କହିଲା ସବୁ ସେଇ କଥା ଆଲୋଚନା ହେଲା, ଭଲ ଭାବରେ ଶୁଣିଲେ, ଆମକୁ ଜଣେଇଲେ ଯେ ମୁଁ ସମସ୍ତଙ୍କୁ ରେଗୁଲାର କରିବି, ଗୋଟିଏ ବାଟ କରୁଛି ରେଗୁଲାର କରିବି। ନମ୍ବର 2 ଆମେ କହିଲୁ ଆପଣ ଆମକୁ ଗୋଟେ ରିଟିନ୍ ଦିଅନ୍ତୁ ନା ମୁଁ ଏବେ କାହାକୁ ଡାକି ରିଟିନ୍ କରିବି ଏବଂ ମନ୍ତ୍ରୀ ଏମଏଲକେ କହିଲେ ଯାଇକିରି ଏବେ ପିଲାଙ୍କୁ କହିଦିଅ ମିନିଷ୍ଟରଙ୍କର ଚିଫ ମିନିଷ୍ଟରଙ୍କର ଏ କଥାଟା ପିଲାଙ୍କୁ ଜଣେଇ ଦିଅ। ସିଏ ଏଇ ପରିସ୍ଥିତିରେ ସେ 2 ଜଣ ବି କୁନ୍ଥେଇଲେଣି ଆଉ କଣ ଯିବୁ କାଲି ଯାଇ ପହଞ୍ଚିବୁ। ମୁଁ କହିଲି କାଲି ପର୍ଯ୍ୟନ୍ତ ଆମେ ବସିବୁ, ଆପଣ କହିଲା ପରେ ଉଠିବୁ। ଠିକ ଅଛି, ସେମାନେ ଆସିବେ ଆପଣଙ୍କୁ କହିବେ, ତାପରେ ଆମେ ଉଠିବା। ଏବଂ ଆଉ ଗୋଟେ କଥା ତାଙ୍କର ଯିଏ ଲୋକ ସମ୍ପର୍କ ବିଭାଗ ଯେ ମୁଖ୍ୟମନ୍ତ୍ରୀ ଏଇ କଥାଟା ତାର ସରକାରୀ ଗାଇଡଲାଇନରେ ଛାପିବେ ଯେ ଆଜି ମୁଖ୍ୟମନ୍ତ୍ରୀ ସହିତ ଆଲୋଚନା ମୁଖ୍ୟମନ୍ତ୍ରୀ କହିଲେ କରିବେ ବୋଲି, ସେ କଥାଟା ମୁଖ୍ୟମନ୍ତ୍ରୀ ଆଉ ହାତରେ ଲେଖିପାରିବେନି। ସେଇଟା ଆଇ ଆଣ୍ଡ ଡିପାର୍ଟମେଣ୍ଟ ଲେଖିବ। ସେ କଥା ମଧ୍ୟ ଦାୟିତ୍ୱ ଦେଇଛନ୍ତି ଯେ ଆଡିସନାଲ ସେକ୍ରେଟାରୀ ତ୍ରିଲୋଚନ ମହାନ୍ତିକି। ତ୍ରିଲୋଚନ ମହାନ୍ତିଙ୍କ ସହିତ କଥା ହୁଅ ବୋଲି ଏଇ ଯୋଉ ଛଟେଇ ଉପରେ ଆଶ୍ୱସ୍ତ ହେଲା ତ ଯୋଉ NHM ପିଲା ଆଶ୍ୱସ୍ତ ଯୋଉ 13/7/22 ଯୋଉ ଅର୍ଡର ହେଇଥିଲା ହେନ୍ସଫୋର୍ଥ ବେବି ରିଭୋକ୍ ସେଇଟା କାଲିପର୍ଯ୍ୟନ୍ତ ବୋଧେ ଫାଇଲ ଚାଲି ଆସିବ କରିଦେବେ। ଆଉ ଏଇଟା ମଧ୍ୟ ଯୋଉ ନ୍ୟାସନାଲ ହେଲ୍ଥ ମିଶନ ଯୋଉ 15,000 ପିଲାଙ୍କୁ ଛଟେଇ କରିବା ପାଇଁ ଯୋଉ କାଲି କରିଛି ସେଇଟା ଡି ବୃନ୍ଦା କରିଛି। ପଚାରିଲେ ମୁଖ୍ୟମନ୍ତ୍ରୀ କିଏ ସେଇଟା ଅଛି ଏମିତି ଲେଖି ଦଉଛି, ଇଂଲିଶ ଭୁଲ କରୁଛି। ଗୋଟେ ଆଇ କୋଉଠୁ କୋଉଠି ଗୋଟେ ସ୍ପେଲିଂ ଦେଖାଯାଉନି, ଏଇ କଥା କହିଲେ ଏଇଟା କଣ ଭୁଲ ଲେଖିଦେଲା। ଦେଖିଲା ପଢେଇଲା କହିଲା ମୁଁ 3rd ଡିଭିଜନ ପିଲା, ଦେଖିଲା ବେଳକୁ ସେ ଗୋଟେ ଆଇଟା କଟି ଯାଇଛି କେମିତି କହ କାହିଁ ଆଇ ନାହିଁ। ଛାଡ, ଆମେ ଆପଣଙ୍କ କଥାକୁ ରାଜ୍ୟର ସର୍ବୋଚ୍ଚ କର୍ତ୍ତାଙ୍କ ପାଖରେ ଆମେ ଛାଡିବୁ କି? ମତେ ଗୋଟେ ବୁଝଉଛି ଆସିକିରି ସେ ଆପଣ ମୁଖ୍ୟମନ୍ତ୍ରୀ ଚଢି କଥାବାର୍ତ୍ତା କରୁଛନ୍ତି, କଣ କରିବା କଥା ବୋଲି କାହିଁ କଣ ହେଲା କି ଅସୁବିଧା?
ମୁଁ ଲୋକ କହିଲେନି ଆସିକିରି ବିଜୟ ବାବୁ ବି ଭଲ ପରାମର୍ଶ ଦେଲେ, ସମସ୍ତେ ଭଲ କହିଛନ୍ତି। ଗୌତମ ବାବୁଙ୍କର ଯୋଉ ଖଣ୍ଡା ସବୁ ଝୁଲୁଥିଲା ନୂଆ ଟେଣ୍ଡର ନାଁରେ କାଢିବେ, ସେ କହିଲେ ଦାଟ୍ ଇଜ୍ ଦ ଡ୍ୟୁଟି ଅଫ୍ ଗଭର୍ଣ୍ଣମେଣ୍ଟ, ତମର ମୁଣ୍ଡ ପୁରିବା ଦରକାର ନାହିଁ, ବ୍ୟସ୍ତ ହବା ଦରକାର ନାହିଁ। ଗୋଟିଏ ସାଉଣ୍ଡ ହେଲା ଆମର 9 ଦିନର ପରିଶ୍ରମରେ, ଆପଣମାନଙ୍କ ଭିତରୁ ଅନେକ ଥିବେ ସାଙ୍ଗେ ସାଙ୍ଗେ ଅର୍ଡରଟା ହଁ କି ନାହିଁ, ଅନେକଙ୍କର ମେଳା ନୁହଁ। କିନ୍ତୁ ଏଇଟା ନିହାତି 2 ମାସ କହିଲେ ବି କାର୍ଯ୍ୟ ଚାଲିଲା। କହିଲେ ଆମେ କାର୍ଯ୍ୟ ଚଲେଇଲୁ। ସେ ତିଲୋଚନ ମହାନ୍ତି ସେ ଟିକେ ଭଲ ନଲେଜିୟସ୍ ଲୋକ। ଏଇ ଆମର 2 ଦିନ ଭିତରେ ବି ଏଇ ଯୋଉ NHM ଅର୍ଡରଟା କ୍ୟାନସଲ କଣ ରିଭୋକ୍ ହେଇଯିବନି, ଉଡ୍ରା ହେଇଯିବ। ତା ଦେହରେ ଆମର ବହୁତ ଲୋକ ଛୋଟ ହେଇଥାନ୍ତେ। ସ୍ୱାସ୍ଥ୍ୟରେ କେମିତି ହେଇଛି କୁହାହେଇଛି, ସ୍ୱାସ୍ଥ୍ୟ ବିଭାଗରେ ବେଶୀ CHC PHC ନର୍ସିଂ ଅଫିସର ଆଗରୁ 5 ବର୍ଷ ଭିତରେ ଆମେ କହିଛୁ ନା, ତା ଦେହରେ ଅର୍ଡର ଥିଲା ବୋଧେ ଛଟେଇବେ ବୋଲି। ନାହିଁ, ଅର୍ଡର ଫଳ କିଛି ନାହିଁ। ଏଜେନ୍ସି ବି ମନରୁ ଛଟେଇ କରିନି। ଛଟେଇ ବେଳେ ତାଙ୍କ ମୁହଁରୁ ଶୁଣିବା, ତାପରେ ଆମେ ଯିବା। ଆପଣ ମାନେ ରାଜି? ତା ମନରେ କିଛି ଦୁଃଖ ଅଛି? ଆଉ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୌଣସି ଆସୋସିଏସନ ୟୁନିୟନକୁ ଡାକିଛନ୍ତି କି? ଶିକ୍ଷକ ମାନଙ୍କ ଠାରୁ ବଡ ସଂଘ ତମର ନୁହଁ, ଡାକିଛନ୍ତି ଲକ୍ଷାଧିକ ଲୋକ। କିନ୍ତୁ ଆମ ଜିଦ୍ ପାଖରେ ସରକାର ମୁଣ୍ଡ ନଇଁଲେ। ଆମେ ଖରା ତରାରେ ବସିବାର, ଆରେ ସିଏ ତ ଅନେକ କଥା ଜାଣିଲେ, ଅନେକ କଥା ବି ତାଙ୍କର କନସେପ୍ଟ ବି ଭୁଲ ଅଛି। ମୁଁ ଚଲେଇଲି ବୋଲି ସେ କହିଲେ, ମତେ ଆଉ ବେଶୀ ବୁଝେଇବା ଦରକାର ନାହିଁ। ନମ୍ବର 3 ହେଲା, ଆମେ ବି ଏତେ ଦିନ କେବେ ବସି ନଥିଲେ। ଏଇଥର ଗୋଟେ ଜିଦିରେ ବସିଲେ ଆମେ ଆଉ ମନ୍ତ୍ରୀ MLA ପାଖରୁ ଫେରୁନେ, ସ୍ୱୟଂ ଯିଏ ଆଦେଶ କରିବ। ଆପଣମାନେ ବି ବିଶ୍ୱାସ କରି ଭୋଟ ଦେଇଥିଲେ। ଆପଣ କଣ ଜାଣିଥିଲେ ଆପଣଙ୍କ MLA ବିକ୍ରି ହେଇଯିବ? ଆପଣ କଣ ଜାଣିଥିଲେ ଏଇ MLA ଅନ୍ୟ ଦଳକୁ ପଳେଇବ? କେତେବେଳେ କଣ ଘଟୁଛି ଆମକୁ ନିରନ୍ତର ଭାବରେ ୱାଚ୍ ମଧ୍ୟ କରିବାକୁ ପଡିବ। ଆମ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି